ଯୌତୁକ ପାଇଁ ଜିନିଷ ପତ୍ର ଦେଇପାରିନି, ଭଲ ପାଇବା ବାହାଘର ଦେଇପାରିନି। ସେଇଥିପାଇଁ ସବୁବେଳେ ତା ସାନ ଝଗଡା ଆଣ୍ଟି କରନ୍ତି, ମାରନ୍ତି ସବୁବେଳେ। ଟିକେ ଟିକେ ମଦ ଖାଇକି ଆସିବ, ଧରିବ ମାରିବ, ଜୁଇଁ ମୁଦି ଦେବ, ଟଙ୍କା ଦବ, ମତେ 5 ଲକ୍ଷ ଟଙ୍କା ଦିଅ। ଶ୍ୱଶୁର ତା ଚକିଆ ପକେଇ ମାରି ଦେଇଛନ୍ତି, ମାରି ଦେଇଛନ୍ତି। ସ୍ୱାମୀ ଶ୍ୱଶୁର ତା ଶାଶୁ ଫାଶୀ ଆଉ ମୋ ଦେଖେମେ ମୋ ଝିଅକୁ ମାରିଛନ୍ତି। ଏ ଆଗରୁ ତ ନିର୍ଯାତନା ଦଉଥିଲେ, 2-4 ଖଣ୍ଡ ବୁଝେଇ ବାଝେଇକି ଆସିଛି। ଆସିବା ଭିତରେ ଇଏ ଡେଲିଭରି ହେଲା, ନେଇକି ଶୁଭମର ନେଇକି ଡେଲିଭରି କଲୁ। ଫାଷ୍ଟ ଗଭର୍ଣ୍ଣମେଣ୍ଟକୁ ନେଇ ଯାଇଥିଲେ, ନେଇକି ତାକୁ ବିରକ୍ତ ପାଇକି ଆମେ ଶୁଭମକୁ ଆଣିକି ନେଇକି ଡେଲିଭରି କରେଇନୁ। ଡେଲିଭରି କରେଇଲା ପରେ ତାପରେ ପେଟରୁ ମଲା ଛୁଆଟି ବାହାରିଲା। ମଲା ଛୁଆଟି ବାହାରିଲା 17 ତାରିଖ ଦିନେ ଡିସଚାର୍ଜ ହେଲା। ତକିଆ ପକେଇକି ମାରି ଦେଇଛନ୍ତି। ଆଉ ସମ୍ପୃକ୍ତ ବାପ ପୁଅ ମା 3 ଜଣ। ମୁଁ ଚାହୁଁଛି ଯେମିତି ତାଙ୍କୁ ଫାଶୀ ହଉ। ଯୌତୁକ ମାରିଛନ୍ତି, ଏ ପିଲାଟା ନଷ୍ଟ ହେଇଯାଇଛି ବୋଲି ସିଏ ବାବଦରେ କିଛି ରହିଛି। ଆମେ କହୁଛୁ ତାଙ୍କୁ ଫାଶୀ ହେଇଯାଉ। ଯୋଉମାନେ ଆମ ଝିଅକୁ ଯୋଉ ଭଳିଆ ନିର୍ଯାତନା ଦେଇକି ମାରିଛନ୍ତି, ଯୋଉ ଭଳିଆ କଲବଲ କରି ମାରିଛନ୍ତି, ସେମାନଙ୍କୁ ସେଇଭଳିଆ କରାଯାଉ। ତକିଆ ପକେଇ ମାରିଛନ୍ତି, ବାପ ପୁଅ ମା। ଅଭିଯୋଗ ଥାନାର କରାହେଇଛି। ଆଉ ପ୍ରଥମତଃ ତା ସ୍ୱାମୀ, ତାପରେ ଶ୍ୱଶୁର ଶାଶୁ, ଏମାନେ ନିର୍ଯାତନା ଦଉଥିଲେ। ବାରବାର ଏମିତି ନିର୍ଯାତନା ଦିଅନ୍ତି। ତାଙ୍କ ଘର ଲୋକ ଆମ ଘର ଲୋକ ଯାଇକି ମେଣ୍ଟାମେଣ୍ଟି କରିକି ଆସିଛନ୍ତି। ପ୍ଲସ କେତେଥର ବି ଝିଅକୁ ଘରକୁ ଆଣିକି 1 ମାସ 2 ମାସ ରଖିକି ପୁଣି ନେଇକି ତାକୁ ଛାଡିଛନ୍ତି। ତାପରେ ଯେହେତୁ ମଲା ପୁଅଟି ଜନ୍ମ ହେଲା, ସେଇଟାକୁ ଇସ୍ୟୁ କରିକି ଏପଟର ଡିମାଣ୍ଡ ଯୋଉ ଦାବି କରୁଥିଲେ, ଆମକୁ ଯୌତୁକ 5 ଲକ୍ଷ କି 10 ଲକ୍ଷ ଦିଅ, ଏଇ ଦାବି କରିକି ଆକୁ ନିର୍ଯାତନା ଦେଇକି ମାରି ଦେଇଛନ୍ତି। ଆଉ ତକିଆ ପକେଇକି ମାରିଛନ୍ତି, ମିଶିକି 3 ଜଣ ସାଙ୍ଗ ହେଇକି ମାରିଛନ୍ତି। ଆଉ ଗାଁ ଲୋକ ଫୋନ କରିକି କହିଲେ, ତାଙ୍କ ଘର ଲୋକ କେହି ଫୋନ କରିକି କହିଲେନି। ଆମେ ବାହାର ଲୋକଙ୍କଠୁ ଶୁଣିବା ପରଠୁ ମେଡିକାଲ ଆସିଲୁ। ଆମେ ଅଛୁ, ଝିଅର ନା ପୁଅ ଘର ଲୋକ କେହି ନାହାନ୍ତି ମେଡିକାଲରେ, ବା ଝିଅ ଘର ଲୋକ ଯାହା ଅଛନ୍ତି ଆମ ପରିବାର। ପୁଅ ଘର ଲୋକ କେହି ନାହାନ୍ତି ମେଡିକାଲ ଭିତରେ। ଡେଡ ବଡି ଆସିକି 4-5 ଘଣ୍ଟା ପଡି ରହିଲାଣି, କିନ୍ତୁ ପୁଅ ଘର ଲୋକ କେହି ଆସିକି ଦେଖା ଦର୍ଶନ ନାହାନ୍ତି। ଆମେ ନ୍ୟାୟ ଚାହୁଁଛୁ, ଆମ ଝିଅକୁ ଯେମିତି ମାରିଛନ୍ତି ତାଙ୍କୁ ସେମିତି ଉଚିତ ଦଣ୍ଡ ଦିଅନ୍ତୁ। ତାଙ୍କୁ କଠୋରରୁ କଠୋର ଶାସ୍ତି ମିଳୁ, ଯୋଉଟା ଫାଶୀ ତାଙ୍କୁ ଦିଆଯାଉ।